ଅଧିକା ଲୋକ ଥିଲେ ଅଧିକା ଆସିଯାଏ। ସେ ଯେଉଁ ହୋ ହାଲା କରନ୍ତି ଦେଖୁ ଦେଖୁ ସେ ପଳେଇ ଆସେ ମଲା ଲୋକଟେ ବି ବଞ୍ଚିଯିବ। କ'ଣ ଖେଳ? କବାଡ଼ି କ୍ରିକେଟ ଆଉ ଆମ ଦର୍ଶକ ମାନେ ନିହାତି ସିଏ ନଥିଲେ ଆମେ ଆଉ କ'ଣ କିଛି ନୁହଁ। ନିହାତି ଶହେ ଶହେରେ ବହୁତ ତାଙ୍କ ପାଇଁ ଆମେ, ଆମ ପାଇଁ ସିଏ ନୁହଁ, ତାଙ୍କ ପାଇଁ ଆମେ। ଡାଇଲଗ ଡାଇଲଗ ପରେ ଆମର ଆସିନି କିଛି ହାତକୁ। ପୁରୁଣା ଡାଇଲଗ ହେଲେ ଚଳିବ। କାଲି ତ ନୂଆ ଦେଖିବା ଆଉ କ'ଣ। ଆଜିଠୁ ଆରମ୍ଭ ହେଲା ଇନ୍ଦ୍ରଭୂମିରେ ଆମେ ଯୋଗ ଦେଲୁ। ଆମର କୃଷ୍ଣ ଆଦା ଗୁରୁ କଣ୍ଢେଇ ଆଉ ଡାଇଲଗ ଗୋଟେ ପୁରୁଣା ଡାଇଲଗ କହୁଛି। ଆଚ୍ଛା ରୁହ, ଯେଉଁ ତମେ କାହିଁ ରାଗୁଛ କହିଲ? କାହିଁ ରାଗୁଛ? ସେ ତ ମୁଁ ବାଳ କହିଲେ ତମ ଦେହରେ ନିଆଁ ଲାଗିଯାଉଛି। ହଉ ହେଲା, ତମେ ଚୁପ୍କି ଠିଆ ହୁଅ, ତାଙ୍କ କଥାଟା ମୁଁ ବୁଝୁଛି। ହଇ ସାରେ ଆପଣ ଆମ ଘରୁ କେତେଥର ଆଇଲେଣି? 4 ଥର। କ'ଣ ଏତେ ହିସାବ କରିକି କହୁଛନ୍ତି? 4 ଥର ଆଇଛନ୍ତି, ବୀମା ବାବଦରେ ଯାହା ଆସା କରୁଛନ୍ତି। ନା ନା କ'ଣ ପାଇଁ? କ'ଣ ପାଇଁ ତାକୁ ବାର 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 ବାଳ ବୋଲି କହୁଛନ୍ତି? ହଁ ତାଙ୍କ ନାଁଟା ବାଳ, ଗାଁ ଲୋକ ଶ୍ରଦ୍ଧାରେ ଡାକନ୍ତି ବାଳ। ତା ବୋଲି ତମେ କହିବ ବାଳ? ନାଇଁ କହିପାରିବ ବାଳ। ତମେ ଚୁପ୍ ଠିଆ ହୁଅ। ତମର ଯାବତୀୟ ରୋଗ ଅଛି, ଗ୍ୟାସ୍ ପ୍ରୋବ୍ଲେମ୍ ଅଛି, ଡାଇବେଟିସ୍ ଅଛି, ଟିଭି ଅଛି, ଫ୍ରିଜ୍ ଅଛି, ତମେ କିଛି କୁହନି। ଯାହା କହିବା କଥା ମୁଁ କହିବି ହେଲା। ଶୁଣ, ମୋ ବାଳ କହିବା କଥା, ଆଜିଠାରୁ ମୋ ବାଳକୁ ତମେ ବାଳ ବୋଲି କହିବନି। ତମେ ମୋ ବାଳକୁ ବାଳ ବୋଲି କହିଲେ ମୋ ବାଳକୁ ଭାରି ବାଧୁଛି, ବୁଝିଲ? ବାଳ ବୁଝେଇଦେଲି, ଖୁସି ନା? ଜୟ ଜଗନ୍ନାଥ। ଆପଣ ମାନେ ଡାଇଲଗ କହିଲା ବେଳେ ଆପଣଙ୍କ ଆଖି ଟୋଟାଲ ଫିଗର କଥା କହୁଛି, ବଡି ଲାଙ୍ଗୁଏଜ। ସେ କଥା କହନ୍ତି, ମୁଁ କହୁଛି ସେ ତାଙ୍କର କହନ୍ତି ଆଉ। ହଁ କମେଡି କରନ୍ତି, କମେଡି କରନ୍ତି। ସେତେବେଳେ ଦର୍ଶକ ତାଳି ମାରୁଥିବେ, ଗାଳି ମାରୁଥିବେ, ଗାଳି କରୁଥିବେ ଏବଂ କିଛି ଖରାପ ମଧ୍ୟ କଥା କହୁଥିବେ। ସେ ଜିନିଷକୁ ଆପଣ ଆଖି କିଣି ଦିଅନ୍ତି ନା ନାଇଁ, ଅନୁଭବ ମୁଁ କରିଦିଅନ୍ତି? ସତ କହିବି, ମୁଁ ଭାରି ମୋ ଜୀବନରେ ମୁଁ ବହୁତ ଖୁସି ଏଇ ଗୋଟାଏ କଥା ପାଇଁ ଯେ କି ଆମର କମେଡ଼ିରେ କହନ୍ତି, ଲୋକ କମେଣ୍ଟ କରନ୍ତି, ଖରାପ ଭାଷା ଗାଳିଗୁଲଜ କରନ୍ତି, କମେଣ୍ଟ କରନ୍ତି, ଖରାପ ଭାଷା କହନ୍ତି, ବାକି ଡେଭିଲିରେ ମଧ୍ୟ କହନ୍ତି। କିନ୍ତୁ ମୁଁ ଏମିତି ଗୋଟେ ଜୀବନ ପାଇଛି, ଦର୍ଶକମାନଙ୍କୁ ମୁଁ ଏତେ ମାନେ ଏଇ ଗୋଟେ କଥା ପାଇଁ ଏତେ ଖୁସି, ଭଗବାନଙ୍କୁ ବି ଧନ୍ୟବାଦ ଦିଏ। ମୋତେ କେବେ ଖରାପ କଥା କହନ୍ତିନି, ଖୁସି ହୁଅନ୍ତି, ନାଁ ଧରିକି ଡାକନ୍ତି, ଯାହା ଡାଇଲଗ କଥା ଆଗୁଆ ଡାଇଲଗ କହିଦିଅନ୍ତି, ମାନେ ପଛକୁ ପୁଣି ଦୌଡ଼ାନ୍ତି, ଦୟାର ନା କାହିଁ ବୋଲି ଏ କଥା ବି କହନ୍ତି। ମାନେ ପୂର୍ବ କଥା କିଛି ମାନେ ଅନେକ ଅନେକ କଥା କହନ୍ତି, କିନ୍ତୁ ଅଭାଷା କେହି କହନ୍ତିନି। ଯେଉଁ କମେଣ୍ଟ କଲେ ଯେଉଁ ମୁଣ୍ଡ ଯେଉଁ ଗରମ ହେଇଯିବ, ବାକି ପୁରା ଯେଉଁ ଆକାରରେ ଯାଉଥିବ ମୋର ମନଟା ଦୁଃଖ ହେଇଯାଏ, ସେମିତି କେବେ ହୁଏନି। ଖରାପ ଲାଗେ କି ସବୁ କଥା କହୁନାହାନ୍ତି? ଖରାପ ଲାଗିବନି ନା, ନିଶ୍ଚିତ। ଖରାପ କହୁନାହାନ୍ତି ବୋଲି ଖରାପ ଲାଗେ ନା କହୁଛନ୍ତି ବୋଲି ଖରାପ ଲାଗେ? କହୁନାହାନ୍ତି, କେବେ କହନ୍ତିନି। କହିଲେ ଭଲ ଲାଗିବ ତ? ନା ମ କହିଲେ ଭଲ ଲାଗିବ କୋଉଠୁ? କୁହାଯାଏ ଯେ କମେଣ୍ଟ ଯେତେ କମେଣ୍ଟ ମାରିବେ ହୁଁ, ମାନେ ସେଠି ତାଙ୍କ ହାର୍ଟକୁ ଟଚ୍ ଭଲ କରିବ। କମେଣ୍ଟ ଆସେ, ଭଲ କମେଣ୍ଟ ଆସେ, ଭଲ ମାନେ କମେଣ୍ଟ କେବେ ଅଭାଷା ଆସିନି? ନାହିଁ। ସେଇଟା ମୋତେ କହିବି ଭାରି ଖୁସି ଲାଗେ। ନାଇଁ, ସେଇଟା ଈଶ୍ୱରଙ୍କ ଦାନ। ଏବେ ବି ଫିଗର ଚଳୁଛି, ମୁହଁରେ କ'ଣ ଲଗେଇଛନ୍ତି ନା ଖାଲି? ନାଇଁ କିଛି ନାହିଁ, କିଛି ନାହିଁ। ମୁଁ କେବଳ ଏଇ ଯେଉଁ ପ୍ରସାଦିନ ଟିକେ ମାରେ, ମୁଁ ଟିକେ ତେଲିଆ ତେଲିଆ ହାତକୁ ଲଗେଇବା ପାଇଁ। ସପୋର୍ଟ ଅଛି? ନିହାତି କେତେ ସପୋର୍ଟ ଅଛି? ବହୁତ, ଶହେ ଶହେରେ। କେମିତି ଆସିଲି? ମୁଁ ତ କହନ୍ତି ଯେଉଁ ମାନେ କଳା ଯାହାର ଥିବ ସେ କେବେ ରହିପାରିବନି। କିନ୍ତୁ ଆପଣ ତାକୁ ତ ସିନ୍ଦୁର ଗୋରା ଦେଖାଯାଉଛି। ସିଏ କଳା, ଜଗନ୍ନାଥଙ୍କର ଯେଉଁ ଗାନ୍ଧର୍ବ କଳା ସେ କଳା ହେଲା, ସିଏ କେବେ ଆପଣଙ୍କର ବି କଳା ରହିପାରିବନି। ଅଛି। ଜଗନ୍ନାଥଙ୍କ କଳା, କୃଷ୍ଣ କଳା। ନାଇଁ, ଗୋଟେ ଗାନ୍ଧର୍ବ କଳା, ଗୋଟେ କୃଷ୍ଣ କଳା। ନାହିଁ, କେମିତି ଲଭ୍ କଲି, କେମିତି ଲଭ୍ ମ୍ୟାରେଜ ମୋର। ସେ ଛୁଟି ନଥାଏ, ମାନେ କିଛି ଗୋଟେ ଘଟଣା ନଥାଏ କି ସୁବିଧା ହଉ ଅସୁବିଧା ହଉ, ଯାତ୍ରା ଷ୍ଟେଜ ଉପରେ ଆପଣ ରହିବେ, ସରିଲା ପରେ ସେମିତି କିଛି ଗୋଟେ ଖବର ଆସେ, ସେଇ ସମୟରେ ଆପଣ କେମିତି କଣ କରନ୍ତି? ସେ କ'ଣ କହିହେବ କଥାରେ? ମାନେ ସିଏ ଦୁଃଖଠୁ ଆମ ଦୁଃଖ ଆହୁରି ବଳିଯାଏ। ମୋର ବି ବାପା ମରିଥିଲେ, ମୋର ବି ସେଇଟା ଗୋଟେ ରହିଯାଇଛି, ଗୋଟେ ମୋ ଏ ଜନ୍ମରେ କେବେ ଭୁଲି ପାରିବିନି। ବାପା ମରିଗଲେ, ମୁଁ ଯାଇପାରିଲିନି ସେଦିନ। ହଁ ସେଇଦିନ ଗଲି ମୁଁ ଯାତ୍ରା କରିପାରିଲିନି। ଦୟାନା ଆଉ ଜଣେ ଗୋଟେ ଡ୍ୟାନ୍ସରକୁ ନେଇକି ଛିଡ଼ା କରେଇକି ଯାହା ହଉ କରିଦେଲେ। ଗୋଟେ ପଟେ ବାପା ମରିଯିବାର ଖବର, ଗୋଟେ ପଟେ ଯାତ୍ରା ପେଣ୍ଡାଲରେ ଏତେ ଦର୍ଶକ। ପେଣ୍ଡାଲ ହସେ, ତଳେ ଯାଇକି କାନ୍ଦେ, ବଡ଼ ଜୋରରେ କାନ୍ଦଛି। ସେ କଥା, ସେ ଦିନ କଥା ମାନେ ଭୁଲି ହେବନି କେବେ। ଦୟାଙ୍କୁ କେତେ ମିସ୍ କରୁଛନ୍ତି? ଦୟାନକୁ ନିଶ୍ଚିତ, ଦୟାନା ମୋ ଗୁରୁ, ଯାତ୍ରା ଜଗତର ଦୟାନା ବୁଦ୍ଧିଆନା ମୋ ଗୁରୁ। ତାଙ୍କୁ ଛାଡ଼ିକି ଆଜି ଅଲଗା ପାର୍ଟିରେ ଅଛନ୍ତି, କ'ଣ କରିବା? ସେ ତାଙ୍କର ଅଲଗା ଗ୍ରୁପ୍ ହେଇଛନ୍ତି, ବାକି ଆମେ ପଇସା କାହାକୁ କ'ଣ ସୁବିଧା ହେଲା ଆଉ। ପଇସା ଯୋଗୁଁ ସବୁ ଗ୍ରୁପ୍ ଖାଲି ପଇସା ଖାଲି ନୁହଁ, କାହାକୁ କ'ଣ ସୁବିଧା ହେଲା, ମୋର ଗୋଟେ ଅସୁବିଧା ହେଲା, ମୁଁ ପଳେଇଆଇଲି ଏମିତି। ଏବେ ଗୋଟେ ଲାଟେଷ୍ଟ ନ୍ୟୁଜ୍ ଅଛି, ବୁଦ୍ଧିଆ ନନାଙ୍କର ଦୟାନା ନିଶ୍ଚିତ ଖୁସି ହେବି ନା। ମୋ କଳାକାର, ମୋ ଗୁରୁ ସିଏ, ଆମେ କଳାକାର ଭାଇ। ମଣିଷ ମାତ୍ରେ ହିଁ ଭୁଲ ଥାଏ, କ'ଣ ଟିକେ ଦୟାନଙ୍କର ଯଦି ଭୁଲ ଥିବ, ମୁଁ ତ ଜାଣିନି ଠିକ୍ ସେ, କିନ୍ତୁ ଯଦି ବି କ'ଣ ଭୁଲ ଥିବ, ଦୟାନା ଆମର ବୁଝାମଣାର ବୋଧେ ଅଭାବ ରହୁଛି, ଟିକେ ଟିକେ କଥାକୁ ଯେଉଁ ଧରିଦେବା,
ସେଇଟାକୁ ଇସ୍ୟୁ କରିକି ଗୋଟେ ବଡ଼ କରିବା ମୁଁ ଭାବୁଛି। ସମସ୍ତେ ସମସ୍ତଙ୍କୁ ବୁଝିଲେ ଠିକ୍ ହେବ। ଯାତ୍ରା ନିହାତି ରହିଛି ରହିବ ଆଉ ଯାତ୍ରା ମାନେ ଅଛି ବୋଲି ଆମେମାନେ ଅଛୁ। ଯାତ୍ରା ତ ରହିବ କଳାକାର ମାନେ ପାଇଁ ଯାତ୍ରା ଉଭୟ ମାଲିକ ପାଇଁ କଳାକାର କଳାକାରଙ୍କ ପାଇଁ ମାଲିକ ଉଭୟ ଉଭୟ ପାଇଁ ପରିପୂରକ ବୁଝାମଣା। ଅଭିନୟ କରୁଛନ୍ତି ଫିଲ୍ମର ଅଫର୍ ଆସିଛି କି ନାହିଁ? ଫିଲ୍ମରେ ଆସିଛି ମୁଁ ଫିଲ୍ମରୁ ପଇସା କମ୍ କଷ୍ଟ ଅଧିକା କରିଯିବି ଯେଉଁ ଆମର ତାହେଲେ ସେଥିପାଇଁ ଅଭିଶପ୍ତ ସେଥିପାଇଁ ଫିଲ୍ମ ଲୋକମାନେ ବେଶୀ ଯାତ୍ରା ମୁହାଁ ହେଉଛନ୍ତି ପଇସା ପାଇଁ। ବୋଧେ ମୁଁ ଭାବୁଛି ମ୍ୟାଡ଼ାମ୍ ଟିକେ କମେଡ଼ି କଲେ କମେଡ଼ି କହିଲି ବା ଡାଇଲଗ ଆଉ କ'ଣ କହିବି ନାଚିବି ନା କ'ଣ ଏମିତି ଡାଇଲଗ ଆଉ ଗୋଟେ ଡାଇଲଗ ଥିଲା ଆମର ଯେଉଁ ସେଇ ପୁରୁଣା ଯେମିତି ଡାଇଲଗ ଆମେ କହୁଛି ହସି ହସି ଆମ ପେଟ ଦରଜ ହେଇଯିବ। ପୁରୁଣା ଡାଇଲଗଟା କହୁଛି ଯେଉଁ କ'ଣ ଆଉ କରିଥାନ୍ତି ଲୋ ପିମ୍ପୁଡ଼ି ଭାଇ ସେଇ କୋରୋନାରେ ମୋ ବାପା ବୋଉ ଉପରକୁ ଟିକଟ କାଟିଲେ ମୁଁ ବିଚାରି ଖାଇବାକୁ ପିଇବାକୁ ନ ପାଇ ହିନସ୍ତା ହେଇକି ଦାଣ୍ଡେ ଦାଣ୍ଡେ ବୁଲିଲି। ଶେଷରେ ଆମ ଗାଁ ଲୋକ ଗାଁ ସରପଞ୍ଚ ସମସ୍ତେ ମିଶିକି ଗୋଟେ ନିର୍ହାତିଆ ମିଟିଂ କରିକି ଅବଶ୍ୟ ଗୋଟେ ଭଲ କାମ କଲେ। କ'ଣ କଲେ 65 ବର୍ଷ ବୁଢ଼ା ସାଙ୍ଗରେ ମୋ ବାହାଘର କରିଦେଲେ। ବିଶ୍ୱାସ କରିବେନି ସେ ବୁଢ଼ା ଯାହା ତ ଅଲଗା କଥା ମୁଁ ଆଡ଼ଜଷ୍ଟ କରିଦେଉଛି। ସେ ବୁଢ଼ା ମୋତେ ରାତିରେ ଶୁଏଇ ଦେଉନି। କାହିଁ ଶୁଏଇ ଦେଉନି ରାତିରେ ସେ ବା ବୁଢ଼ା ବା ବହୁମୂତ୍ର ରୋଗୀ। ଠିକ୍ ମୋତେ ଭାତ ନିଦ ଲାଗିଯାଇଥିବ ମୋତେ କହ ଏଇ ଉଠୁନୁ ମୁତି ଯିବି ଏଇ ଉଠୁନୁ ମୁତି ଯିବି। ଯଦି ମୁଁ ଟିକେ ଉଠିବା ଡେରି କରିଦେଉଛି ବାଡ଼ି ପଛଟା ବିଛଣାଟା ଉପରେ ବସି ଗାଦୁ ମୁତିଛି ନା ରାତି ସାରା ମୋତେ ଚରପଟା ଉଦା କରିଦେଉ ଦେଖୁନୁ ଲୁଗା ସବୁ ପାମ୍ପରା ଖାରୁଆ ଗନ୍ଧଉଥିବ ଇତ୍ୟାଦି ଇତ୍ୟାଦି ଭଲ ମଜା ଥିଲା। ସତରେ 65 ବର୍ଷ ବୁଢ଼ା ମିଳିଯାଇଥାନ୍ତା ଓ କ'ଣ କରିଥାନ୍ତେ? ଆତ୍ମହତ୍ୟା ବୋଧେ କରିଦିଅନ୍ତି। ଆଚ୍ଛା ଏଇ ଯେଉଁ ହସ ଏତେ ସାରା କମେଡ଼ି